ଦେଶରେ ଅନେକ ଗୁଡ଼ିଏ ମୁଦ୍ଦା ଅଛି ଆଲୋଚନା ପାଇଁ। ଅନେକ ଆଇନରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଦେଶରେ ଆମେ ଗୋଟେ ସଙ୍କଟ ପରିସ୍ଥିତିରେ ଅଛେ ସମସ୍ତେ। ଏହା ଭିତରେ ସରକାରଙ୍କୁ ଟ୍ରାନ୍ସଜେଣ୍ଡର ମାନଙ୍କର ଭବିଷ୍ୟତ, ତାଙ୍କର ଆଇଡେଣ୍ଟିଟିକୁ ନେଇକି ଏତେ ହଡ଼ବଡ଼ି ଥିଲା, ସୋ ଦ୍ୟାଟ୍ ସେ ବିନା କୌଣସି କନସଲଟେସନରେ ବହୁତ କମ୍ ସମୟ ଭିତରେ ତରତରିଆ ଭାବରେ ଏ ଲଟି ପାସ୍ କରିଦେଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋତେ ଯୋଉଟାକି ପର୍ସନାଲି ମୁଁ ଏଇଟାକୁ ଟିକେ ଗୁରୁତ୍ୱର ସହିତ ନେଇଛି, ଯେ ଏତେ ବଡ଼ ଗୋଟେ ହିଷ୍ଟୋରିକାଲ ଜଜମେଣ୍ଟ କରାଗଲା। ମୁଁ ତ କହିବି ଏଇଟା ଗୋଟେ ହିଷ୍ଟୋରିକାଲ ଡିଜାଷ୍ଟର। କାହିଁକିନା ଇତିହାସରେ ବୋଧେ ଏଇଭଳି ଗୋଟେ ଆଇନ, ଏଭଳି ଗୋଟେ ଲ ଆସିବା ବୋଧେ ପ୍ରଥମ ଥର, ଯୋଉକି ଜଣଙ୍କର ଜେଣ୍ଡର, ସେ ପୁରୁଷ କି ମହିଳା କି ଟ୍ରାନ୍ସଜେଣ୍ଡର, ତାହା ସରକାର ସ୍ଥିର କରିବେ ଏବଂ ସେଥିପାଇଁ ଗୋଟେ ମେଡିକାଲ ବୋର୍ଡ ବସିବ ଏବଂ ସେ ବୋର୍ଡରେ ତାଙ୍କୁ ଏକ୍ସାମିନ କରାଯିବ ଏବଂ ତାପରେ ଡିସାଇଡ କରାଯିବ ସିଏ କ'ଣ, ମାନେ ମୁଁ ମୋର ନିଜର ଆଇଡେଣ୍ଟିଟି କହିପାରିବି ନାହିଁ, ମୋର ଆଇଡେଣ୍ଟିଟି ଆପଣ କହିବେ ବା ସରକାର କହିବେ। ତ ଏଭଳି ଗୋଟେ ଲ ପାସ୍ ହବା, ତିଆରି ହବା ଇତିହାସରେ ବୋଧେ ପ୍ରଥମ ଥର। ଏବଂ ଏଥିପାଇଁ କୌଣସି ବି ମିଡ଼ିଆ ହାଉସରେ এই ମୁଦ୍ଦାକୁ ନେଇକି, এই ବିଷୟବସ୍ତୁକୁ ନେଇକି ଆଲୋଚନା କରାଗଲା ନାହିଁ, ଡିବେଟ୍ କରାଗଲା ନାହିଁ। ବୋଧହୁଏ ଗଣମାଧ୍ୟମ ଏଇ ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଗୋଟେ କମ୍ୟୁନିଟି ହିସାବରେ ଗଣୁନାହିଁ ବା ଗୋଟେ ମଣିଷ ହିସାବରେ ଗଣୁନାହିଁ ବା ଜରୁରୀ ମନେ କରୁନାହିଁ ଯେ ଏଇଭଳିଆ ମୁଦ୍ଦାକୁ ଆଲୋଚନା କରିବାର ଆବଶ୍ୟକତା ରହିଛି। ଯେ କି ଆମେ ଗଣମାଧ୍ୟମ କହୁଛେ, ଲୋକଙ୍କ ପ୍ରତିନିଧି, ଜନସାଧାରଣଙ୍କ ପ୍ରତିନିଧି, ଏଇ ସମାଜରେ ଯେକୌଣସି ବର୍ଗର ଲୋକ ହୁଅନ୍ତୁ ନା କାହିଁକି, ଗଣମାଧ୍ୟମର ଦାୟିତ୍ୱ ହେଲା ତାଙ୍କର ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚେଇବା, ତାଙ୍କର ସୁବିଧା ଅସୁବିଧାକୁ ସରକାରଙ୍କୁ ଜଣେଇବା। କିନ୍ତୁ ଏଇ ମୁଦ୍ଦାକୁ ନେଇକି କୌଣସି ପ୍ରକାର କୌଣସି ବି ମିଡ଼ିଆ ହାଉସରେ ଡିସ୍କସନ୍ କରାଗଲା ନାହିଁ। ଆମ ଓଡ଼ିଶାରେ ମିଡ଼ିଆରେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା, ତାଙ୍କର ପ୍ରେମ କାହାଣୀର ଆଲୋଚନା ଅନେକ ହୁଏ। ତ ଏଭଳି ପରିସ୍ଥିତିରେ ଯୋଉଠି ଗୋଟେ ଆଇନ ତିଆରି କରାଯାଉଛି ଏବଂ ତାଙ୍କୁ ଏ ସମାଜରୁ ଗୋଟେ ପ୍ରକାର ବାଦ ଦିଆଯାଉଛି, ଗୋଟେ ପ୍ରକାର ଲିଭେଇ ଦିଆଯାଉଛି, ସେଇଭଳି ଗୋଟେ ସେନ୍ସିଟିଭ ମୁଦ୍ଦାକୁ କୌଣସି ବି ମିଡ଼ିଆ ଚ୍ୟାନେଲରେ ଡିସ୍କସନ୍ କରାଯାଉ ନାହିଁ। ବହୁତ ଦୁଃଖର କଥା। ଏ ସରକାରଙ୍କୁ ମୋର ଗୋଟିଏ ପ୍ରଶ୍ନ, ଆପଣ ଜାଣିଛନ୍ତି LGBTQIA+ ଯୋଉ ଅଛି ତାର ଫୁଲ୍ ଫର୍ମ କ'ଣ ଜାଣିଛନ୍ତି? ଟ୍ରାନ୍ସଜେଣ୍ଡର କ'ଣ ଜାଣିଛନ୍ତି? ଯଦି ଟ୍ରାନ୍ସଜେଣ୍ଡର କ'ଣ ଜାଣିନାହାନ୍ତି ବା ଏଇ କମ୍ୟୁନିଟି ବିଷୟରେ ଆପଣ ଧାରଣା ହିଁ ନାହିଁ, ତାହେଲେ ଆପଣ ଏଇ କମ୍ୟୁନିଟି ପାଇଁ ଏତେ ବଡ଼ ଗୋଟେ ଲ କେମିତି ଆଣିପାରିବେ ୱିଦାଉଟ୍ କନସଲଟେସନ୍? କୌଣସି ବି ଟ୍ରାନ୍ସଜେଣ୍ଡର କମ୍ୟୁନିଟି ସହିତ, କୌଣସି ଟ୍ରାନ୍ସଜେଣ୍ଡର ଲିଡର ମାନଙ୍କ ସହିତ, ତାଙ୍କର ଅର୍ଗାନାଇଜେସନ ସହିତ ଆପଣ ଡିସ୍କସନ୍ କରିବେ ନାହିଁ। ଏଥିପାଇଁ ସେଟା ଜରୁରୀ ମନେ କଲେ ନାହିଁ। ଯୋଉ ମେଡିକାଲ ବୋର୍ଡଟି ବସିବ ଏବଂ ସେଥିରେ ଯୋଉ ଡକ୍ଟର ରହିବେ ବା ଯୋଉ DM ରହିବେ, ତାଙ୍କ ସହିତ କନସଲ୍ଟ କରାଯାଇଛି ନା କରାଯାଇନାହିଁ? ସେମାନଙ୍କୁ କୋଉ ଆଧାରରେ ସିଲେକ୍ଟ କରାଯିବ ଯେ ସେମାନେ ଜେଣ୍ଡରକୁ ଆଇଡେଣ୍ଟିଫାଇ କରିପାରିବେ, ପ୍ରପର ଏକ୍ସାମିନ କରିପାରିବେ? କାରଣ ମୋ ଜେଣ୍ଡର ତ ମୁଁ କହିପାରିବିନି, ମୋର ତ ସେ ଅଧିକାର ନାହିଁ, ଆଉ ମୋର ତ ସେ ଫଣ୍ଡାମେଣ୍ଟାଲ ରାଇଟ୍ସ ଆଉ ନାହିଁ। ମୁଁ ନିଜକୁ କ'ଣ ଆଇଡେଣ୍ଟିଫାଇ କରିବି ସେଟା ଆପଣମାନେ ଡିସାଇଡ୍ କରିବେ, ମେଡିକାଲ ବୋର୍ଡ ଡିସାଇଡ୍ କରିବ। ତ ଯୋଉ ମେଡିକାଲ ବୋର୍ଡ ଡିସାଇଡ୍ କରିବ, ସେଥିରେ ଯୋଉ ଡକ୍ଟର ରହିବେ, ଯୋଉ ମେଡିକାଲ ଅଫିସର ରହିବେ ବା ଯୋଉ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ରହିବେ, ତ ତାଙ୍କୁ କେମିତି ଆପଣ ସିଲେକ୍ଟ କରିବେ? କୋଉ ଆଧାରରେ, କ'ଣ ତାଙ୍କର ଏକ୍ସପିରିଏନ୍ସ ଅଛି ଜେଣ୍ଡରକୁ ନେଇକି? ତ ସେମାନେ କେମିତି ଆଇଡେଣ୍ଟିଫାଇ କରିବେ? କାହିଁକି ନା ଜେଣ୍ଡର ତ ହେଉଛି କେବଳ ବାୟୋଲୋଜିକାଲ ଜେଣ୍ଡରକୁ ଜେଣ୍ଡର କୁହାଯାଏନି। କାରଣ ମେଣ୍ଟାଲି ଆପଣ ସାଇକୋଲୋଜିକାଲି ଯାହା ଭାବୁଛନ୍ତି ସେଟାକୁ, ସେଟା ବି ଆପଣଙ୍କ ଜେଣ୍ଡର। କାରଣ ଜେଣ୍ଡର ଆଉ ସେକ୍ସ ଦ୍ୟାଟ୍ ଇଜ ଡିଫରେଣ୍ଟ ଥିଙ୍ଗ। ତ ସେଟା କୋଉ ଆଧାରରେ ଆପଣ ଚୁଜ୍ କରିବେ, କୋଉମାନେ ସେମାନେ ରହିବେ, କେମିତି ରହିବେ ଏବଂ ସେମାନେ କୋଉ ଭଳି ଭାବରେ ଆଇଡେଣ୍ଟିଫାଇ କରିବେ, କେମିତି ଏକ୍ସାମିନ କରିବେ, ସିଏ ଗୋଟେ କ୍ୱେଶ୍ଚିନ୍। ଛାଡ଼ି ଦିଅନ୍ତୁ, ମେଡିକାଲ ବୋର୍ଡ ଗଠନ ହେଇଗଲା, କେତେ ଜଣ ଟ୍ରାନ୍ସଜେଣ୍ଡର ଏଇ ମେଡିକାଲ ପ୍ରୋସିଜିଅର ଭିତରେ ଆସିବେ, ନିଜକୁ ସାମିଲ କରେଇବେ ନିଜର ଜେଣ୍ଡରକୁ ପ୍ରୁଭ୍ କରିବା ପାଇଁ? ତାହେଲେ ଯିଏ ନିଜକୁ ସେଲ୍ଫ ଆଇଡେଣ୍ଟିଫାଇ କରୁଥିଲା, ସେ ତ କେବେ ବି ଯିବ ନାହିଁ ଏଇ ପ୍ରୋସିଜିଅର ଭିତରେ, ସେ କେବେ ବି ନିଜକୁ ସାମିଲ କରିବ ନାହିଁ, ତାହେଲେ ସେ ଟ୍ରାନ୍ସଜେଣ୍ଡରରେ ଗଣା ନୁହେଁ।
ଆଉ ଯଦି ସେ ଏଭଳି ଭାବରେ ଅନେକ ଟ୍ରାନ୍ସଜେଣ୍ଡର ବାଦ ପଡ଼ିଯିବେ, ସେମାନେ ନିଜ କେବେ ବି ସାମ୍ନାକୁ ଆସିକି ମାନେ ନିଜକୁ ଏକ୍ସାମିନ୍ କରିବେ ନାହିଁ। ଏ ଦେଶରେ ସେଇ ଟ୍ରାନ୍ସଜେଣ୍ଡର ମାନେ ଯେଉଁମାନେ ବାଦ ପଡ଼ିଯିବେ, ଯେଉଁମାନେ ମେଡ଼ିକାଲ ଏକ୍ସାମିନେସନ୍ ପ୍ରୋସେସ୍ ଭିତରେ ଆସିବେ ନାହିଁ ବା କରିବେ ନାହିଁ, ତ ସେମାନେ ତ ଆଉ ଟ୍ରାନ୍ସଜେଣ୍ଡର ନୁହନ୍ତି ଆପଣଙ୍କ ନଜରରେ। ସରକାରର ନଜରରେ ସେମାନେ ଟ୍ରାନ୍ସଜେଣ୍ଡର ନୁହନ୍ତି, ଯେଉଁମାନେ ମେଡ଼ିକାଲ ପ୍ରୋସିଜିଅର ଦେଇକି ଯିବେ ନାହିଁ। ତ ସେମାନେ ଏଇ ଭାରତ ବର୍ଷର ନାଗରିକ ନା ନାହିଁ? ଆଉ ଯଦି ନାଗରିକ, ତାହେଲେ ସେମାନଙ୍କୁ ଭୋଟ ଦେବାର ଅଧିକାର ଅଛି ନା ନାହିଁ? ସେମାନେ ଭୋଟ ଦେଇପାରିବେ କି ନାହିଁ? ଆଉ ଯଦି ଭୋଟ ଦେଇପାରିବେ, ତାହେଲେ କୋଉ ହିସାବରେ ଭୋଟ ଦେବେ? ମହିଳା ହିସାବରେ ଭୋଟ ଦେବେ ନା ପୁରୁଷ ହିସାବରେ ଭୋଟ ଦେବେ? ତ ତାର ଗୋଟେ ଡାଟା ରହିବ। ଦେଶରେ କେତେ ଭାଗ ପୁରୁଷ ଭୋଟ ଦେଲେ, କେତେ ଭାଗ ମହିଳା ଭୋଟ ଦେଲେ, କେତେ ଭାଗ ବୃଦ୍ଧ ଲୋକମାନେ ଭୋଟ ଦେଲେ। ତ ସେଇ ହିସାବରେ ଏଇମାନେ ଯେଉଁମାନେ ରହିଲେ, ଯେଉଁମାନେ କି ନା ମହିଳାରେ ଯାଉଛନ୍ତି, ନା ପୁରୁଷରେ ଯାଉଛନ୍ତି, ନା ଟ୍ରାନ୍ସଜେଣ୍ଡରରେ ଯାଉଛନ୍ତି, ତ ସେମାନେ ଭୋଟ ଦେଇପାରିବେ କି ନାହିଁ ପ୍ରଥମ? ଆଉ ଯଦି ଦେଇପାରିବେ, ତାଙ୍କୁ ଆପଣ କୋଉ ଡାଟାରେ ରଖିବେ? ମାନେ ମହିଳା ହିସାବରେ ରଖିବେ ନା ପୁରୁଷ ହିସାବରେ ରଖିବେ? ନିଜ ଡାଟାରେ କୋଉ ହିସାବରେ ତାଙ୍କୁ ରଖିବେ? ନା ଏମିତି କରିବେ, ଆପଣଙ୍କୁ ଭୋଟ ଦେବାର ଅଧିକାର ହିଁ ଛଡ଼େଇ ନେବେ, ତାଙ୍କୁ ଏ ଦେଶର ନାଗରିକ ହିସାବରେ ହିଁ ଆଉ ଗଣିବେ ନାହିଁ। ଏମିତି ତ ଇତିହାସରୁ ତାଙ୍କୁ ଆପଣ ପୋଛି ଦେଉଛନ୍ତି, ସମାଜରୁ ହଟେଇ ଦେଉଛନ୍ତି, ତ ଆପଣ ନାଗରିକ ହିସାବରେ ମଧ୍ୟ ଗଣିବେ ନାହିଁ। ଆଉ ଗୋଟେ ପ୍ରଶ୍ନ ହେଉଛି, ଏ ଦେଶରେ ଯେଉଁ ମହିଳା ବା ପୁରୁଷ ଅଛନ୍ତି, ଯେଉଁମାନେ ଆପଣ ମାନେ ବାଇନାରୀ ମହିଳା ପୁରୁଷଙ୍କ ମାନଙ୍କ କଥା ମୁଁ କହୁଛି, ଯେଉଁମାନେ ନିଜକୁ ଟ୍ରାନ୍ସଜେଣ୍ଡର ବୋଲି କୁହନ୍ତି ନାହିଁ, ସେମାନେ କେମିତି ଆଇଡେଣ୍ଟିଫାଇ ହେବେ? ମାନେ ସେ ପ୍ରକୃତରେ ମହିଳା କି ପ୍ରକୃତରେ ପୁରୁଷ କେମିତି ଆଇଡେଣ୍ଟିଫାଇ ହେବେ? ତାଙ୍କୁ ଏକ୍ସାମିନ୍ କରାଯିବ ତ? କାହିଁକିନା ଅନେକ ସମୟରେ ଦେଖାଯାଏ ଜଣେ ପୁରୁଷ ଇମ୍ପୋର୍ଟାଣ୍ଟ ଯାହାକୁ ଆମେ କହୁ, ଜଣେ ମହିଳା ମଧ୍ୟ କୌଣସି ବି ଫିଜିକାଲ ଇସ୍ୟୁଜ୍ ପାଇଁ ସେମାନେ ସନ୍ତାନ ପ୍ରସବ କରିପାରନ୍ତି ନାହିଁ, ତାହେଲେ ଆପଣଙ୍କ ନଜରରେ ସେ ମହିଳା କି ପୁରୁଷ? ତାକୁ ଆଇଡେଣ୍ଟିଫାଇ କରିବେ ତ? ସେ ପ୍ରକୃତରେ ମହିଳା କି ପ୍ରକୃତରେ ପୁରୁଷ, ନା ସେ ମହିଳା ପୁରୁଷ ନୁହନ୍ତି? ଏଇ ଯେଉଁ ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ଯେଉଁମାନେ ଆସୁଛନ୍ତି, ଆପଣଙ୍କ ନଜରରେ ଯେଉଁମାନେ ଧର କିନ୍ନର, ହିଜଡ଼ା, ଆରାବନୀ, ଯୋକ୍ତା, ଯିଏ ବି ହଉ, ଆଉ ଅନେକ ଅଛନ୍ତି ଯେଉଁଟାକି ତାଙ୍କୁ ବି ମଧ୍ୟ ଆପଣ ସାମିଲ କରିନାହାନ୍ତି, ତ ସେମାନେ କେମିତି ଟ୍ରାନ୍ସଜେଣ୍ଡର ହେଲେ ଆପଣ ଜାଣିଛନ୍ତି? ସେମାନେ ତ କୌଣସି ପ୍ରକାର, ଏଇଟା ତ ଆମେ ଜାଣିବାରେ ଏଇଟା ତ ଗୋଟେ କଲଚର, ଗୋଟେ ପରମ୍ପରା, ଯେଉଁ କିନ୍ନର ଗୋଟେ ପରମ୍ପରା। ତ ଯଦି ଜଣେ ପରମ୍ପରା ଥାଇକି ନିଜକୁ ଟ୍ରାନ୍ସଜେଣ୍ଡର ବୋଲି କହୁଛି, ତ କେମିତି ଆପଣ ତାଙ୍କୁ ଟ୍ରାନ୍ସଜେଣ୍ଡର ଆଇଡେଣ୍ଟିଫାଇ କଲେ? ସେମାନେ ତ ମେଡ଼ିକାଲ ପ୍ରୋସିଜିଅର ଭିତରେ ବି ନିଜକୁ ସାମିଲ କରନ୍ତି ନାହିଁ, କୌଣସି ପ୍ରକାର ସର୍ଜିକାଲ ପ୍ରୋସେସ୍ ଦେଇକି ସେମାନେ ଇନଭଲ୍ଭ ନଥାନ୍ତି, ତ ସେମାନେ କେମିତି ଟ୍ରାନ୍ସଜେଣ୍ଡର ହେଇପାରିଲେ? କାହିଁକି ନା ସେମାନେ ସାଇକୋଲୋଜିକାଲି, ମେଣ୍ଟାଲି ଦେ ଆର୍ ଟ୍ରାନ୍ସଜେଣ୍ଡର। ଜଣେ ପୁରୁଷ ହେଇକି ସେ ମହିଳା ବୋଲି ଅନୁଭବ କରୁଛନ୍ତି ନିଜକୁ, ସେଥିପାଇଁ ସେମାନେ ଟ୍ରାନ୍ସଜେଣ୍ଡର। ଯଦି ଆପଣ ଏଇ ଜିନିଷଟାକୁ କହିଲେ, ଲଜିକାଲି ଯଦି ଆମେ ଦେଖିବା, ଯଦି ତାଙ୍କୁ ଆପଣ ଟ୍ରାନ୍ସଜେଣ୍ଡର ବୋଲି ଆଇଡେଣ୍ଟିଫାଇ କରୁଛନ୍ତି ବା ତାଙ୍କୁ ଟ୍ରାନ୍ସଜେଣ୍ଡର ବୋଲି କହୁଛନ୍ତି, ତାହେଲେ ସେଇଭଳି ଭାବରେ ଯେଉଁମାନେ ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ଆସୁନାହାନ୍ତି, ନିଜକୁ କିନ୍ନର ବା ହିଜଡ଼ା ବୋଲି କହୁନାହାନ୍ତି, କିନ୍ତୁ ମେଣ୍ଟାଲି ସେମାନେ ସାଇକୋଲୋଜିକାଲି ଆଉ ମେଣ୍ଟାଲି ସେମାନେ ନିଜକୁ ପୁରୁଷ କିମ୍ବା ମହିଳା ହିସାବରେ ଗଣୁଛନ୍ତି, ଖାସ କରିକି ଟ୍ରାନ୍ସ ମ୍ୟାନ୍ ମାନଙ୍କ କଥା ମୁଁ କହୁଛି, ସେମାନେ ଏଇଭଳି ପରମ୍ପରା ଭିତରେ ଆସନ୍ତି ନାହିଁ, ନିଜକୁ ସାମିଲ କରନ୍ତି ନାହିଁ। ସେମାନେ କିନ୍ନର ନୁହନ୍ତି, ହିଜଡ଼ା ନୁହନ୍ତି, କିନ୍ତୁ ଦେ ଆର୍ ଟ୍ରାନ୍ସଜେଣ୍ଡର, କାହିଁକିନା ସେମାନେ ସାଇକୋଲୋଜିକାଲି ନିଜକୁ ପୁରୁଷ ହିସାବରେ ମାନୁଛନ୍ତି ବା ଅନୁଭବ କରୁଛନ୍ତି। ତ ଆପଣ କିଭଳି ଭାବରେ ତାଙ୍କୁ ବାଦ ଦେଇପାରିବେ? ତାଙ୍କୁ କ'ଣ ପାଇଁ ମେଡ଼ିକାଲ ପ୍ରୋସିଜିଅର ଦେଇକି ଗତି କରିବାକୁ ପଡ଼ିବ? ଲଜିକାଲି ଚିନ୍ତା କରନ୍ତୁ, ଏଇ ଲର କେତେ ଦୂର ଜଷ୍ଟିଫିକେସନ ଅଛି? ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ସମସ୍ତେ ଆସନ୍ତି ନାହିଁ, ବହୁତ ଲିମିଟେଡ୍ ଲୋକ ଆସନ୍ତି, ଏବଂ ସେଇ ଲିମିଟେଡ୍ ଲୋକମାନେ ମେଡ଼ିକାଲି ନିଜକୁ ଟ୍ରାନ୍ସଫର୍ମେସନ କରନ୍ତି ନାହିଁ। ଆଉ ଯେଉଁମାନେ କରନ୍ତି ମଧ୍ୟ, ସେମାନେ ମଧ୍ୟ ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ଆସନ୍ତି ବା ତାଙ୍କ ପରମ୍ପରାକୁ ମାନନ୍ତି।
ତାହେଲେ ଆପଣ ଗୋଟିଏ ଜିନିଷକୁ ଧରି ପାରିବେନି। କେବଳ ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ଯୋଉମାନେ ଆସୁଛନ୍ତି ସେମାନେ ନୁହନ୍ତି, କାରଣ ସେମାନେ ଟ୍ରାନ୍ସଫର୍ମେସନ କରିନାହାନ୍ତି, ତ ଟ୍ରାନ୍ସଜେଣ୍ଡର କୋଉଭଳି ହେଲେ? ଟ୍ରାନ୍ସଜେଣ୍ଡର ସେଥିପାଇଁ ଏଥିପାଇଁ ସେମାନେ ହେଲେ କାରଣ ସେମାନେ ମେଣ୍ଟାଲି ବା ସାଇକୋଲୋଜିକାଲି ଦେ ଆର୍ ଟ୍ରାନ୍ସଜେଣ୍ଡର। ନିଜକୁ ସେ ପୁରୁଷ ଶରୀରରେ ନିଜକୁ ମହିଳା ଅନୁଭବ କରୁଛନ୍ତି, ତା ସହିତ ସେମାନେ ଏଇ ପରମ୍ପରା ଭିତରେ ଅଛନ୍ତି, ସେଥିପାଇଁ ସେ ଆପଣ ତାଙ୍କୁ ଟ୍ରାନ୍ସଜେଣ୍ଡର ହିସାବରେ ଯଦି କହୁଛନ୍ତି, ତାହେଲେ ସେଇଭଳି ଭାବରେ ଏଇ ସୋସିଓ କଲଚରାଲ କ୍ୟାଟେଗୋରୀ ଭିତରେ ନ ଆସିଲେ ମଧ୍ୟ ଯୋଉମାନେ ସାଇକୋଲୋଜିକାଲି ବା ମେଣ୍ଟାଲି ନିଜକୁ ଟ୍ରାନ୍ସଜେଣ୍ଡର ଅନୁଭବ କରୁଛନ୍ତି ବା ପୁରୁଷ ଅନୁଭବ କରୁଛନ୍ତି, ଟ୍ରାନ୍ସମ୍ୟାନ ମାନଙ୍କ କଥା ମୁଁ କହୁଛି, ତାହେଲେ ସେମାନେ ମଧ୍ୟ ଟ୍ରାନ୍ସଜେଣ୍ଡର, ଆଉ ତାଙ୍କୁ କୌଣସି ପ୍ରକାର ମେଡିକାଲ ଆପ୍ରୁଭାଲର ଆବଶ୍ୟକତା ନାହିଁ। ସେଲ୍ଫ ଆଇଡେଣ୍ଟିଫିକେସନ ହେଉଛି ତାଙ୍କର ପରିଚୟ। ସାଇକୋଲୋଜିକାଲି ଦେ ଆର୍ ଟ୍ରାନ୍ସଜେଣ୍ଡର, ଦେ ଆର୍ ମେଲ୍। କୌଣସି ପ୍ରକାର ମାନେ ମେଡିକାଲ ଇଣ୍ଟରଭେନସନର ଆବଶ୍ୟକତା ନାହିଁ, ମେଡିକାଲ ଚେକଅପ୍ର ଆବଶ୍ୟକତା ନାହିଁ। ଆଉ ଯଦି ଏମାନଙ୍କୁ ଆପଣ ମେଡିକାଲ ପ୍ରୋସିଜିଅର ପାଇଁ ବାଧ୍ୟ କରୁଛନ୍ତି ବା ଏଇଟା ଯଦି ମ୍ୟାଣ୍ଡେଟୋରୀ, ତାହେଲେ ସେମିତି କହିବାକୁ ଗଲେ ପ୍ରତ୍ୟେକ ପୁରୁଷଙ୍କୁ ଆପଣ ଚେକ୍ କରନ୍ତୁ, ପ୍ରତ୍ୟେକ ମହିଳାକୁ ଆପଣ ଚେକ୍ କରନ୍ତୁ, ସେମାନେ ମହିଳା କି ନାହିଁ, ସେମାନେ ପୁରୁଷ କି ନାହିଁ। ତେବେ ଏଇ ଯୋଉ ଲ ବା ଆକ୍ଟ ଯୋଉ ଆସିଲା, ଏତେ ବଡ଼ ଯୋଉ ଲାର୍ଜର କମ୍ୟୁନିଟି ଅଛି, LGBTQIA+ କମ୍ୟୁନିଟି ଅଛି, ଏହାକୁ କେତେ ଦୂର ଫଲୋ କରିବ ନ କରିବ, ମାନିବେ ନ ମାନିବେ, ଆଉ ଯଦି ମାନିବେ ତାହେଲେ କ'ଣ ଅସୁବିଧା ଫେସ୍ କରିବେ, ଯଦି ନ ମାନିବେ ତାହେଲେ କ'ଣ ଅସୁବିଧା ଫେସ୍ କରିବେ, ତାହା ଦେଖିବାକୁ ବାକି ଅଛି। ବାସ୍ ଆଜି ପାଇଁ ଏତିକି। ନମସ୍କାର।